जाए मुए कथाटाकू रानी कई कई कानरे फुंची दिए ऊपर महलटा डाकिबी रानी मा আমি তো হাটুকু नारे बोल गया तम घर को ऊपर महलरे नाची चल मछी महलटा डाकी दी रानी मा तोड़ महल टिके डाकी दिए रानी मालो आलो मछे रानी मा काई किछि सुखु नाही कि जानू नाही ऊपर महल खोला रानी मा तोड़ महल खोला रानी मालो तोड़ महल खोला मछी महल बड़ी फूल फुटाई
ମନ୍ଦାର କେତେ ଦିନ ହେଲା ପୂଜା କହିକେଇ ସହ ଦେଖାଇ ନାହିଁ ଦୀପସଲା କରି ଅନ୍ଧାର ରାଣୀ ମା କୁମ୍ଭୀର ନେଇ ନଈ ମଝିରେ ଘର କଲାଣି ମ ତୁମର ସେଠାରେ ଗହଣା ସଦା ଚାଲିଛି ଆରେ ମଝିରେ କହିକେଇ ରାଣୀ ମା କଣ ହେଇଛି ରେ ମନ୍ଥରା? କାହାର କଣ ହେଇଛି? ଆଜି ଅଯୋଧ୍ୟାରେ ଇତି ସଜବାଜ ଚକାର ରହେ ପାହାରି କର ପାହାରି କର ପାହାରି କର କାହାର ପୁଣି କଣ ହବ ମ ରାଣୀ ମା ତୁମରି କପାଳ ଫାଟିଛି ତୁମରି କପାଳ ଫାଟିଛି ଆରେ ଏ ମନ୍ଥରା ତୁ ଏ କଣ କହୁଛୁ? ତୋ କଥା ଶୁଣିଲା ବେଳକୁ ମୋ ଛାତିଟା କାହିଁକି ଫାଟି ଯାଉଛି। ফাটি দিবার কথা ফাটি দিবার কথা এদিকে পড়ে কপাল মু মরি যাইতিল মা মু মরি আরে এই মন্থরা ମୁଁ ସତ କହୁଛି ମୋର କଣ ହେଇଛି ମୁଁ କିଛି ଜାଣି ନାହିଁ। ତୁ ନ କହିଲେ ମୁଁ କେମିତି ଜାଣିବି କହିଲୁ? ইয়ো রানী মা সতরে কହୁଛ କିଛି ଜାଣିନ କି କିଛି ଶୁଣ ଆଏ ତମେ କଣ ଜାଣୁଛ ଆଉ ଆରେ ଏ ମନ୍ଥରା ମୋ ପୁତ୍ର ଭରତର ରାଣ ଖାଇ କହୁଛି ମୋର କଣ ହୋଇଛି ମୁଁ କିଛି ଜାଣି ନାହିଁ। ତୁ ନ କହିଲେ ମୁଁ କେମିତି ଜାଣିବି କହିଲୁ? মলি ফুল দনা দনা লো রানী মা মলি ফুল দনা দনা রানী মা লো মলি ফুল দনা দনা মলি ফুল রত কেড়ে বাসনা লো কহিলে জানি বুঝি না কথারে বাড়িলি যাও লো রানী মা কথারে বাড়িলি যাও রানী মা লো কথারে বাড়িলি যাও কাহিনী হউচু তুরাউ রাউলো কাহাকু কহিবি আউ মুনিকা গছর খাইল রানী মা মুনিকা গছর খাই রানী মা লো মুনিকা গছর খাই রাম অযোধ্যারে রাজা হেবে বলি কৌশল্যা হেলানি ভাই রানী মা দেখুছ তো রাইজ সারা টমটম ହେଇ ନାଗର ବାଜିଲାନି ଆଉ କଣ କହିବି ରାনী ମା କହିଲା ବେଳକୁ ତମ ଛାତି ପଡୁଛି ଉଠୁଛି ଆରେ ଏ ମନ୍ଥରା ତୁ କଥାଟାକୁ ଏମିତି ବୁଲେଇ ବାଙ୍କି କହିଲେ ମୁଁ କେମିତି ଜାଣିବି କହିଲୁ? ମୋର କଣ ହୋଇଛି ଖୋଲି କରି କହ। ସତ କହୁଛ କିଛି ଜାଣିନ କି କିଛି ଶୁଣିନ କଥାରେ ନାଇଁ ନ ଦେଖିଲେ ନକ ଦେଖ ନା କଇଁଚ କାଢିଛି ବେକ ହୟ ରାনী ମା ଦେଖୁଛ ପରା ଥରେ କହିଲି ଆଉ ଥରେ କହୁଛି ରାଇଜ ସାରା ଚହଳ ପଡିଲାଣି ଟମଟମ ହୋଇ ନାଗର ବାଜିଲାନି ରାনী ମା ହେଇଟି ରାনী ମା ଏ ଅଯୋଧ୍ୟାରେ ପରା କାଲି ପ୍ରଭାତେ ରାମର ଅଭିଷେକ ଉତ୍ସବ ହେବ ତା ପାଇଁ ଦେଖ କେତେ ସଜବାଜ ଆଉ ହେଇଟି ରାনী ମା ବଡ ରାଣୀର ଗୋଡ କଣ ତଳେ ନାଗୁଛି ନିଜ ପୁଅ ରାଜା ହେବ ଏହା କଣ କମ ଭାଗ୍ୟର କଥା ଆରେ ଏ ମନ୍ଥରା କଣ କହିଲୁ? ରାମ ମୋର ରାଜା ହବ ପରି ଶୁଭ ଖବରଟି ଦେଲୁ ମନ୍ଥରା। ମୋ ମନରେ କି ଆନନ୍ଦ। ହଁ ହଁ ମୋ ମନରେ କି ଆନନ୍ଦ। ଆନନ୍ଦ ହଉଥବ 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 ଆରେ ଏ ମନ୍ଥରା ତୁ ମତେ ଏତେ ବଡ ଶୁଭ ଖବରଟି ଦେଲୁ ମୁଁ ତତେ କିଛି ଦେଇନାହିଁ ବୋଲି ଅଭିମାନ କରି କହୁଛୁ ନା? ନେ ମୋର ଏଇ ରତ୍ନହାରଟିକ ଉପହାର ନେ।
ମା ନାଇଁ ନାଇଁ କଣ କହିଲ ରାମ ରାଜା ହେଉଛି ବୋଲି ତମ ମନ ଖୁସିରେ ମତେ ହାର ଉପହାର ଦଉଛ ରାଣୀ ମା ରଖମ ତମ ହାର ଚୁଲିକି ଯାଉ ତମ ହାର ପୋଡ଼ି ଯାଉ ସେ ହାର ତୁମ ପୁଅ ଭରତ ମନରେ କେତେ ଦୁଃଖ ନ ହଉଥିବ ଲୋ ମା ହୟ ରାଣୀ ମା ମୋ ସଂସାର ଛାଡ଼ି ମୋ ପିଲା ଛୁଆ ଛାଡ଼ି ତୁମ ସଂସାରକୁ ଆସିଥିଲି କଣ ତୁମର ଏଇ ସୁଖ ଦେଖିବି ବୋଲି ରାଣୀ ମା ସେଦିନର କଥା ମନେ ଅଛି କି ତୁମ ପିତା ତୁମକୁ ଶାଶୁଘର ପଠାଇଲା ବେଳେ ମତେ କହିଥିଲେ ଦାସୀ ମନ୍ଥରା ମୋ କଇକେଇ ଝିଅର ସୁଖରେ ଦୁଃଖରେ ସାଥୀ ହୋଇ ରହିବୁ ମୁଁ କଣ ତୁମର ଏଇ ସୁଖ ଦେଖିବି ବୋଲି ଆସିଥିଲି ରାଣୀ ମା ମୁଁ ମରିଯାଏ ଲୋ ମା ମୁଁ ମରିଯାଏ ଆରେ ମନ୍ଥରା ତୁ କଣ ଜାଣିନା ରାମ ବୋଲେ ଭରତଠୁ ଅଧିକ ସେ ତାକୁ ନିଜ ଭାଇ ରୂପେ ସମ୍ମାନ କରିଲେ ମନ୍ଥରା ସେ ତାକୁ ନିଜ ଭାଇ ରୂପେ ସମ୍ମାନ କରି ତମ ପାଟିରେ ତ ଖାଲି ରାମ 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 ଏ ଗୋଟିଏ କଥା ଶୁଣିଲା ବେଳକୁ ମୋ ଆଖିରେ ଲୁହନ ଧରି ରକ୍ତ ଧରୁଛି ତୁମର ଯାହା ଇଚ୍ଛା ତାହା କର ଆମ ରାଜା ହେଉ ଭରତ ତାର ଗୋଟାଏ ହେଇକିରି ଗୋଟା ହାତ ଚିପୁମ ତୁ ଚାଲି ଯା ମୋ ସରଳ ମନରେ ତୁ ବିଷ ଭାଇ ଦେଇ ଯାନା ରାମ ରାଜା ହଉ ଭରତ ଚିରଦିନ ପାଇଁ ଦାସ ହେଇ ରହୁ ଯା ତୁ ଚାଲି ଯା କସି କଇଠ ଭାସି ଯାଉଥିଲୁ ଅଧା ନଈର ଉଠେଇ ଆଣିଲି ତତେ ଠାକୁଆ ଗାଲରେ ମାଉଁସ ପଡିଲା ଜବାବ ଦଉଛି ମତେ ରାଣୀ ମା କଥାଟା ମନେ ରଖିଦ ରାମ ଯଦି ଅଯୋଧ୍ୟାରେ ରାଜା ହେବ ସୀତା ହେବ ରାଜରାଣୀ ଆଉ କୌଶଲ୍ୟା ହେବ ଅଯୋଧ୍ୟାର ରାଜମାତା ତୁମେ କଣ ହବ ଯେ ଏତେ ଆନନ୍ଦ ଏତେ ଖୁସି ହଉଛ ରାଣୀ ମା ହେଇକି ରାଣୀ ମା ଏ ରାଇଜଟା ପରା ସ୍ୱାର୍ଥରେ ଭର୍ତ୍ତି ନିଃସ୍ୱାର୍ଥ ବୋଲି କଣ ଜିନିଷ ଅଛି ରାଣୀ ମା ଭଲ କରି କାମ ଧାମ ନ କଲେ ପଛରେ ମନ୍ଥରାକୁ ଭାଇ ହବ ଯେ ଏମିତି କଣ ଏକାନିକି ସେକାନି ଖୁଣ୍ଡଟା କରି ଚାହିଁ ରହିଛ ମା କଣ କିଛି କହୁନ କୁହ ରାଣୀ ମା କୁହ ମୋ ମୁଣ୍ଡଟା କାହିଁକି ଘୁରି ଯାଉଛି ମତେ ଚାରିଆଡେ ଖାଲି ଅନ୍ଧକାର ଦେଖାଯାଉଛି ତୁ ମୋ ହାତ ଧରି କେଉଁ ଆଡକୁ ଟାଣି ନେଉଛୁ ମନ୍ଥରା ତୁ ମୋ ହାତ ଧରି କେଉଁ ଆଡକୁ ଟାଣି ନେଉଛୁ ଆଏ ତମ ହାତ ଧରି କେଉଁ ଆଡକୁ ନେଇ ଯାଉଛି ମ ମୁଁ କଣ ତମର ଅହିତକାରୀ କଥା କହୁଥିଲି ରାଣୀ ମା ହେଇଟି ରାଣୀ ମା କଥାଟା କଣ ଭଲ ମନ୍ଦ କରି କଣ କହୁଛ ମୁଁ କଣ ତମର ଅହିତକାରୀ କଥା କହୁଥିଲି ରାଣୀ ମା କଥାଟାକୁ ଯତ୍ନରେ ଓଲଟେଇଲେ ଓଲଟି ଯିବନି ରାଣୀ ମା ତାହେଲେ ତୁ ମତେ ଶୀଘ୍ର ବୁଦ୍ଧି ବତେଇ ଦେଲ ମନ୍ଥରା ମୁଁ ଯାହା କହିବି ତୁମେ ତାହା କରିବ ତ ଆରେ ଏ ମନ୍ଥରା ତୁ ଯାହା କହିବୁ ମୁଁ ତାହା ନିଶ୍ଚୟ କରିବି ଚକରେ ରହେ ପାହାରି କର ସତ କହୁଛ ତ ମୁଁ ଯାହା କହିବି ତୁମେ ତାହା କରିବ କହୁଛ ତ ରାଣୀ ମା ହଁ ମନ୍ଥରା ତୁ ଯାହା କହିବୁ ମୁଁ ତାହା ନିଶ୍ଚୟ ପାଳନ କରିବି ମୋର ଖାଲି କହିଲ ମୁଁ ଯାହା କହିବି ତୁମେ ତାହା କରିବ ବୋଲି ଆରେ ଏ ମନ୍ଥରା ତୋ ରାଣ କଣ ମୋ ପୁଅ ଭରତ ରାଣ ଥାଇ କହୁଛି ତୁ ଯାହା କହିବୁ ମୁଁ ତାହା ନିଶ୍ଚୟ ପାଳନ କରିବି ରାଣୀ ମା ତୁମର ମନେ ଅଛି କି ସେଇ ସମ୍ବରାସୁର ଯୁଦ୍ଧ ବେଳର କଥା ମହାରାଜାକୁ ସେବା ସନ୍ତୁଷ୍ଟ କରାଇଥିଲ ରାଣୀ ମା ଆଉ ମହାରାଜା ସେ ସମୟରେ କଣ କହିଥିଲେ ତୁମକୁ 2 ଗୋଟି ବର ଦେବା ପାଇଁ ତୁମେ କଣ କହିଥିଲ ରାଣୀ ମା ଯଥା ସମୟ ଆସିଲେ ସେ ବର 2ଟା ମାଗି ନେବ କଥାରେ ନାହିଁ
ଶୋଇ ପଡିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ ଇଏ ମାଗୁନ। ଆରେ ଏଇ କଥାଟା ସେ ବର ଦୁଇଟି ତ ମୋର ମନେ ଅଛି। ହେଲେ କହିଲୁ ସେ ବର ଦୁଇଟି କଣ କଣ ମାଗିବି? ମାଗିବ ତ? ହଁ ମଥୁରା ନିଶ୍ଚୟ ମାଗିବି। ତେବେ ଶୁଣ ରାଣୀମା। ରାଣୀ ଗୋ ଶୁଣ ବାଣୀ ମୋହର, ରାଣୀ ଗୋ ଶୁଣ ବାଣୀ ମୋହର, ପଡୁଛି ଉଠୁଛି ରାଜନର, ପଡୁଛି ଉଠୁଛି ରାଜନର, ରାଣୀ ଗୋ ଶୁଣ ବାଣୀ ମୋହର। କାହାକୁ ଏ କଥା କିଏ ବା ଜଣା, ସବୁଠି ବାଜୁଛି ନିନ୍ଦା ବାଜଣା। ରାତି ପାହି ଦେବେ ସକାଳ ହେବ, ରାମ ଅଯୋଧ୍ୟାରେ ରାଜା ହୋଇବ, ରାଣୀ ଗୋ ଶୁଣ ବାଣୀ ମୋହର, ରାଣୀ ଗୋ ଶୁଣ ବାଣୀ ମୋହର। କହିବାକୁ ଆଉ ବଚନ ନାହିଁ, ଶୁଣିବାକୁ ଆଉ ଶ୍ରବଣ ନାହିଁ। ଏକାବେଳେ ରାମ ବନକୁ ଯିବ, 14 ବରଷ ବନେ ରହିବ, ରାଣୀ ଗୋ ଶୁଣ ବାଣୀ ମୋହର, ଭରତ ନୁହଁ କି ପୁଅ ତୁମର, ଭରତ ନୁହଁ କି ପୁଅ ତୁମର, ରାଣୀ ଗୋ ଶୁଣ ବାଣୀ ମୋହର। ରାଣୀମା କଣ ବୁଝିଲ ନା ବୁଝି ପାରିଲନି ମ? କଥାରେ କହୁଛି ଶୁଣ। ରାଣୀମା ତୁମର ପ୍ରଥମ ବରଟି କଣ ହବ ଜାଣିଛଟି? ତୁମର ପ୍ରଥମ ବରଟି ହବ କାଲି ପ୍ରଭାତେ ରାମଚନ୍ଦ୍ର ଜଟା ବକଳ ପିନ୍ଧି 14 ବର୍ଷ ବନବାସ ଯିବ। ଏହା ହେବ ତୁମର ପ୍ରଥମ ବର। ଆଉ ଦ୍ୱିତୀୟ ବରେ ତୁମ ପୁଅ ଭରତ ହେବ ଏ ଅଯୋଧ୍ୟାର ରାଜା ରାଜା ରାଜା। ନା ମଥୁରା ନା, ରାମ ଥାଉ ତ ଭରତ ଏବେ ଅଯୋଧ୍ୟା ରାଜା। ଏହା କେବେ ବି ସମ୍ଭବ ନୁହେଁ ରେ ମଥୁରା, ଏହା କେବେ ବି ସମ୍ଭବ ନୁହଁ। ରାଣୀମା ତୁମେ ପଳାଇ କିଛି ସମୟ ତଳେ କହିଥିଲ ମନ୍ଥରା ମୋ ପୁତ୍ର ଭରତ ରାଣ ଖାଇ କହୁଛି, ମୁଁ ତୁ ଯାହା କହିବୁ ମୁଁ ତାହା ଅକ୍ଷରେ ଅକ୍ଷରେ ପାଳନ କରିବି। କାହିଁ ତୁମ ପୁତ୍ର ରାଣ ଭରତ କୁଆଡେ ଗଲା ଯେ ଭରତ? ହେଇଟି ରାଣୀମା ଏ କଥାଟାକୁ ମନେ ରଖିଥ, କାନିରେ ଗଣ୍ଠି ପକେଇ ରଖିଥ। ଏ ରାଇଜ ସାରା ତୁମକୁ କଣ ଡାକୁଛନ୍ତି ରାଣୀମା? କଇକେଇ ରାଣୀମା, କଇକେଇ ରାଣୀମା, କଇକେଇ ରାଣୀମା। କାହିଁକି ଜାଣିଛ ରାଣୀମା? କାହିଁକି ନା ତୁମେ ମହାରାଜାଙ୍କର ପ୍ରେୟସୀ କଇକେଇ। କାଲି ସକାଳେ ଯଦି ରାମ ହେବ ଏ ଅଯୋଧ୍ୟାରେ ରାଜା, କୌଶଲ୍ୟା ହେବ ଏ ଅଯୋଧ୍ୟାର ରାଜମାତା। ତୁମକୁ କଣ ଡାକିବେ ଶୁଣୁଛ ତ? ଟିକେ ଭାବ ରାଣୀମା, କିଏ କଇକେଇ ରାଣୀମା ଡାକିବେନି, ଦାସୀ କଇକେଇ ମା ଡାକିବେ। କଣ କହୁଛ ରାଣୀମା? ପ୍ରଥମ ବରଟି ମାଗିବ ନା ଏ ଅଯୋଧ୍ୟାରେ ଦାସୀ କଇକେଇ ନାଁରେ ପରିଚିତ ହେବ? କୁହ ରାଣୀମା କୁହ, ପ୍ରଥମ ବରଟି ମାଗିବ ନା କୌଶଲ୍ୟା ରାଣୀର ପଇରାଣୀ ହେଇ ତୁ ଠିକ କହିଛୁ ନା ମଥୁରା। ରାମ ଯଦି ଅଯୋଧ୍ୟାର ରାଜା ହୋଇଯାଏ ତାହେଲେ କୌଶଲ୍ୟା ହେଇଯିବ ଅଯୋଧ୍ୟାର ରାଜମାତା। ଆଉ ମୁଁ କଣ ଅଯୋଧ୍ୟାର ରାଜମାତା ହୋଇପାରିବେ ନାହିଁ? ନା। ଆରେ ମଥୁରା ତୁ କହିବା ଅନୁସାରେ ରାମଚନ୍ଦ୍ର ଯିବ 14 ବର୍ଷ ବନବାସ। ଆଉ ଯଦି ରାମଚନ୍ଦ୍ର 14 ବର୍ଷ ବନବାସ ଚାଲିଯାଏ
ତାହେଲେ ମୋରି ପୁତ୍ର ଭରତ ହବ ଏ ଅଯୋଧ୍ୟାର ରାଜା। ଆଉ ଯଦି ମୋରି ପୁତ୍ର ଭରତ ଏ ଅଯୋଧ୍ୟାର ରାଜା ହୋଇଯାଏ ତାହେଲେ ମୁଁ ହେଇଯିବି ଅଯୋଧ୍ୟାର ରାଜମନ୍ତ୍ରୀ। ରାଜମାତା ତୁ ଠିକ କହିଛୁ ମଥୁରା, ତୁ ଠିକ କହିଛୁ। ରାଣୀ ମା ଏ ମନ୍ଥରେ କାହାର କେବେ କଣ ଅନିଷ୍ଟ ଚିନ୍ତା କରେ? ଆହୁରି ତୁମର କଣ ଅନିଷ୍ଟ ଚିନ୍ତା କରିବି ମ? ହେଇକି ରାଣୀ ମା ବର ଦୁଇଟା ମନେ ରହିଲା ତ? କାଇଁ କହିଲ ଦେଖି କେଉଁ କେଉଁ ବର ମାଗିବ? ଆରେ ଏଇ ମଥୁରା ମୋର ପ୍ରଥମ ବର କାଲି ପ୍ରଭାତରେ ରାମଚନ୍ଦ୍ର ଚଟ୍ଟବସ୍ତ୍ର ପରିଧାନ କରି 14 ବର୍ଷ ବନବାସ ଯିବ। ଆଉ ଦ୍ୱିତୀୟ ବରଟା? ଆଉ ଦ୍ୱିତୀୟ ବରଟି ହେଲା ମୋରି ପୁତ୍ର ଭରତ ଏଇ ଅଯୋଧ୍ୟା ରାଜ୍ୟ ସିଂହାସନରେ ରାଜ୍ୟ ଅଭିଷିକ୍ତ ହବ। ରାଣୀ ମା କଥାରେ ନାହିଁ ମଳ ଖୋଜୁଥିଲା କାକର ପାଣି ବୈଦ କହିଲା ଦେ ତୋ ରାଣୀ। କଥାଟା କୋଉ ମାରଗକୁ ଯାଉଛି? ଗଞ୍ଜେଇ ଗଛକୁ ଚଟକ ମାରିଲେ ଗୁଆ ଗଛ ହଲି ଯାଉଛି। ଆରେ ଏଇ ମଥୁରା ରାଜା ଆସିବାର ସମୟ ହେଲାଣି। କେଣ ପାଦ ଶପଥ ଶୁଭିଲାଣି ବୋଧେ? ତୁ ଏଥର ଯା। କହିକି